हेलो एवरीवन एई वीडियो रे आज हम डिस्कशन करिबा ओडिया ग्रामर 150 टी क्वेश्चन माध्यम रे सर्वनाम रो टॉपिक रहिबो। वीडियो टी कंप्लीटली देखिबे। वीडियो टी भल लागले वीडियो को लाइक करिवे, चैनल को नथिले चैनल सब्सक्राइब करिवे। यार पीडीएफ को डाउनलोड करिया पई टेलीग्राम ग्रुप रो लिंक डिस्क्रिप्शन बॉक्स रे रहिछि, सेटु जाई जॉइन होई डाउनलोड करि परिबे। क्वेश्चन नंबर 1, जेउ सर्वनाम पद गुडी को विभिन्न पुरुष बा व्यक्ति मानक बदल रे व्यवहृत होयंती ताको कोन कहा जाय? ताको कहते व्यक्तिवाचक सर्वनाम। क्वेश्चन नंबर 2, जेउ सर्वनाम पद गुडी को प्रश्न पचारिया पई व्यवहृत होयती तो ताको कहते प्रश्नवाचक सर्वनाम। क्वेश्चन नंबर 3, जेउ सर्वनाम पद गुडी को वाक्य रे व्यवहृत होई विशेष पद मानकु निर्देश करिथांती ताको कहते निर्देशात्मक सर्वनाम। जेउ सर्वनाम पद समूह वाक्य रे परस्पर को अपेक्षा कर रहंती सेगुडी को कोन कहा जाय? आपेक्षिक सर्वनाम। से तुमर भाई से केउ प्रकार सर्वनाम? तो व्यक्तिवाचक सर्वनाम। आपण काहाकू डाकुछंती काहाकू केउ प्रकार सर्वनाम? तो प्रश्नवाचक सर्वनाम। क्वेश्चन नंबर 7, किए कहे उत्कल दरिद्र किए केउ प्रकार सर्वनाम? प्रश्नवाचक सर्वनाम। क्वेश्चन नंबर 8, से मनीष नुहे गोटे पशु से एठी केउ प्रकार सर्वनाम? निर्देशात्मक सर्वनाम। क्वेश्चन नंबर 9, एही ग्राम रे मोर जन्म एही एठी केउ प्रकार सर्वनाम? निर्देशात्मक सर्वनाम। जे देश जाई से फल खाई जे से केउ प्रकार सर्वनाम? आपेक्षिक सर्वनाम। जेतिकी पारुछ सेतिकी कर जेतिकी सेतिकी केउ प्रकार सर्वनाम? आपेक्षिक सर्वनाम। जेउ सर्वनाम पद वाक्य रे व्यवहृत होई विशेष पद मानकु निर्णय करिथाय ताकु केउ सर्वनाम कहा जाय? निर्देशात्मक सर्वनाम कहा जाय। चली ताकु कहंती निर्णायक सर्वनाम कहा जाय। क्वेश्चन नंबर 13, व्यक्ति विशेष परिवर्ते व्यवहृत निज बा निजे आदि सर्वनाम पद को कोन कहा जाय? ताकु आत्मवाचक सर्वनाम कहा जाय। जेउ सर्वनाम पद विशेष पद परिवर्ते व्यवहृत हेबा सहित दुईटी वाक्य को संयोग करिथाय ताकु कोन कहा जाय? ताकु समुच्चय सर्वनाम कहा जाय। अपर व्यक्तिर दुखरे जे दुखी से ही प्रकृत रे साधु अपर केउ प्रकार सर्वनाम? तो यह एक निर्णायक सर्वनाम। तुमे सबु कथारे मुंड पुराओ नाही सबु एठी सबु केउ प्रकार सर्वनाम? निर्णायक सर्वनाम। कथा एतिकिरे थाउ
ଆର ଥରକୁ ଆରମ୍ଭ କରିବା। ଆର କେଉଁ ପ୍ରକାର ସର୍ବନାମ? ନିର୍ଣ୍ଣାୟକ ସର୍ବନାମ। ଆପଣା କଲା କର୍ମମାନ ଆଗୁ ହୋଇବ ସାବଧାନ। ଆପଣା କେଉଁ ପ୍ରକାର ସର୍ବନାମ? ତ ଆତ୍ମବାଚକ ସର୍ବନାମ। ନିଜର ଦୃଷ୍ଟି ପାଇଁ ନିଜେ ପ୍ରାୟଶ୍ଚିତ କରିବା। ନିଜର କେଉଁ ପ୍ରକାର ସର୍ବନାମ? ତ ଆତ୍ମବାଚକ ସର୍ବନାମ। ଆଜି ଗୋପବନ୍ଧୁ ଆଉ ନାହାନ୍ତି, ଯେ ବନ୍ୟା ସମୟରେ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝୁଥିଲେ। ଯେ କେଉଁ ପ୍ରକାର ସର୍ବନାମ? ସମୁଚୟୀ ସର୍ବନାମ। ଈଶ୍ୱର ଏଠି ସେଠି ସବୁଠି ଅଛନ୍ତି। ଏଠି ସେଠି ସବୁଠି ଏଗୁଡ଼ିକ କେଉଁ ପ୍ରକାର ସର୍ବନାମ? ସମୁଚୟୀ ସର୍ବନାମ। ତୁହି ମୋର ନେତ୍ରର ସଂଖାଳୀ। ତୁହି କେଉଁ ପ୍ରକାର ସର୍ବନାମ? ସମୁଚୟୀ ସର୍ବନାମ। ଯେ ଧର୍ମକୁ ରକ୍ଷା କରେ ତାକୁ ଧର୍ମରକ୍ଷୀ କରେ। ତାକୁ ଧର୍ମ ରକ୍ଷା କରେ। ଯେ କେଉଁ ପ୍ରକାର ସର୍ବନାମ? ସମୁଚୟୀ ସର୍ବନାମ। ଡକ୍ଟର ରାଧାକ୍ରିଷ୍ଣନ ଆମର ରାଷ୍ଟ୍ରପତି ଥିଲେ। ଆମର କେଉଁ ପ୍ରକାର ସର୍ବନାମ? ଆତ୍ମବାଚକ ସର୍ବନାମ। ଯେତେବେଳେ ଧର୍ମର ହାନି ହୁଏ ସେତେବେଳେ ଭଗବାନ ମର୍ତ୍ତ୍ୟରେ ଆବିର୍ଭୂତ ହୁଅନ୍ତି। ଯେତେବେଳେ ସେତେବେଳେ କେଉଁ ପ୍ରକାର ସର୍ବନାମ? ଆପେକ୍ଷିକ ସର୍ବନାମ। ପର ପାଇଁ ଯେ ଗାତ ଖୋଳେ ସେ ସେହି ଗାତରେ ପଡ଼େ। ଯେ ସେ କେଉଁ ପ୍ରକାର ସର୍ବନାମ? ଆପେକ୍ଷିକ ସର୍ବନାମ। ଭାରତରେ ଏମିତି ଲୋକ ନାହିଁ ଯେ ଗଙ୍ଗା ନଦୀ ନାଁ ଶୁଣି ନାହିଁ। ଯେ କେଉଁ ପ୍ରକାର ସର୍ବନାମ? ସମୁଚୟୀ ସର୍ବନାମ। ଆହେ ଦୟାମୟ ବିଶ୍ୱ ବିହାରୀ ଜ୍ଞାନ ଦୟା ବହି ମୋର ଗୁହାରୀ। ମୋର କେଉଁ ପ୍ରକାର ସର୍ବନାମ? ଆତ୍ମବାଚକ ସର୍ବନାମ। ଯାହାର ଲୁଣ ଖାଇବ ଡେସ୍ ଗୁଣ ଗାଇବ। ତ ତାହାର ଗୋଟିଏ ଆପେକ୍ଷିକ ସର୍ବନାମ। ଡେସ୍ କଥାକୁ ନାଁ ପେଲି ଦେଲି କଲିକତାକୁ। ନିର୍ଦ୍ଦେଶାତ୍ମକ ସର୍ବନାମ ଏହି। ଯାହା ହେବାର ଥିଲା ତାହା ହିଁ ହେଲା। ଆପେକ୍ଷିକ ସର୍ବନାମ। ନିଜ ଦୋଷ ନ ଦେଖି ଡେସ୍ ଦୋଷ ଦେବା ଭୁଲ। ନିର୍ଣ୍ଣାୟକ ସର୍ବନାମ ଅନ୍ୟ। ନିଜ ଦୋଷ ନ ଦେଖି ଅନ୍ୟ ଦୋଷ ଦେବା ଭୁଲ। ତୁଚ୍ଛାକୁ ଡେସ୍ ମୁଦି ନାହିଁ ଗୋଡ଼ କଚାଡୁ। ଆପେକ୍ଷିକ ସର୍ବନାମ। ଡେସ୍ ପରିଶ୍ରମ କରେ ଡେସ୍ ଜୀବନରେ ସୁଖ ପାଏ।
ଯେ ପରିଶ୍ରମ କରେ ସେ ଜୀବନରେ ସୁଖ ପାଏ। ଆପେକ୍ଷିକ ସର୍ବନାମ। ରାଷ୍ଟ୍ରପତି ଆଜି ଜାତି ଉଦ୍ଦେଶ୍ୟରେ ଡ୍ୟାସ୍ ଭାଷଣ ଦେବେ। ରାଷ୍ଟ୍ରପତି ଆଜି ଜାତି ଉଦ୍ଦେଶ୍ୟରେ କିଛି ଭାଷଣ ଦେବେ। ଏହା ନିର୍ଣ୍ଣାୟକ ସର୍ବନାମ। କେଉଁ ଗ୍ରାମରେ ତୁମର ଘର? କେଉଁ କେଉଁ ପ୍ରକାର ସର୍ବନାମ? ତ ପ୍ରଶ୍ନବାଚକ ସର୍ବନାମ। ସେହି ଶିକ୍ଷକ ନମସ୍ୟ। ସେହି କେଉଁ ପ୍ରକାର ସର୍ବନାମ? ନିର୍ଦ୍ଦେଶାତ୍ମକ ସର୍ବନାମ। ଯେପରି କର୍ମ ସେପରି ଫଳ। ଯେପରି ସେପରି କେଉଁ ପ୍ରକାର ସର୍ବନାମ? ଆପେକ୍ଷିକ ସର୍ବନାମ। କ୍ୱେଶ୍ଚନ୍ ନମ୍ବର 39। ଅନ୍ୟ ଲୋକକୁ ସମ୍ମାନ ଦେଲେ ନିଜର ସମ୍ମାନ ବଢେ। ଅନ୍ୟ କେଉଁ ପ୍ରକାର ସର୍ବନାମ? ନିର୍ଣ୍ଣାୟକ ସର୍ବନାମ। ମୋର ଆରତ କର୍ଣ୍ଣେ ଶୁଣି ଏଥି ବିଜୟ ବେନୁ ପାଣି। ଏଥି କେଉଁ ପ୍ରକାର ସର୍ବନାମ? ସମୋଚ୍ଚୟୀ ସର୍ବନାମ। ଏକ ପଦ ପରିବର୍ତ୍ତେ ଯେଉଁ ପଦ ବ୍ୟବହାର କରାଯାଏ ତାକୁ ଡ୍ୟାସ୍ କୁହନ୍ତି। ତାକୁ ସର୍ବନାମ ପଦ କୁହନ୍ତି। ସର୍ବନାମ ପଦର ବୈଶିଷ୍ଟ୍ୟ କେଉଁଟି ନୁହେଁ? ତ କରେକ୍ଟ ଆନ୍ସର ଅପସନ ନମ୍ବର ଇ। ବିଶେଷ୍ୟ ପଦ ବଦଳରେ କଣ ବସେ? ତ ସର୍ବନାମ ବସେ। ସର୍ବନାମ ବିଶେଷ୍ୟ ପଦ ଛଡା ଆଉ କାହା ବଦଳରେ ବସିପାରେ? both A and B। ବିଶେଷଣ, ବାକ୍ୟାର୍ଥ ବା ବାକ୍ୟ ପରିବର୍ତ୍ତେ। ପିତା ଚତୁର କିନ୍ତୁ ପୁତ୍ର ସେପରି ନୁହେଁ। ସେପରି କାହା ବଦଳରେ ବସିଛି? ବିଶେଷଣ ବଦଳରେ ବସିଛି। ବକ୍ତା ନିଜ ପାଇଁ ଯେଉଁ ସର୍ବନାମକୁ ବିକଳ୍ପ ଭାବରେ ବ୍ୟବହାର କରେ ତାହାକୁ କେଉଁ ସର୍ବନାମ କୁହାଯାଏ? ପ୍ରଥମ ପୁରୁଷ ବୋଲି କୁହାଯାଏ। ପ୍ରଥମ ପୁରୁଷ ସର୍ବନାମକୁ କଣ କୁହାଯାଏ? ତ ତାକୁ ବକ୍ତୃ ସର୍ବନାମ କୁହାଯାଏ। ଦ୍ୱିତୀୟ ପୁରୁଷ ବା ସମ୍ବନ୍ଧିତ ବ୍ୟକ୍ତି ପାଇଁ ଯେଉଁ ସର୍ବନାମକ ପଦକୁ ବ୍ୟବହାର କରାଯାଏ ତାହାକୁ କେଉଁ ସର୍ବନାମ କୁହାଯାଏ? ତାକୁ ଦ୍ୱିତୀୟ ପୁରୁଷ ସର୍ବନାମ କୁହାଯାଏ। ଦ୍ୱିତୀୟ ପୁରୁଷ ସର୍ବନାମକୁ କଣ କୁହାଯାଏ? ତାକୁ ବୈଧବ୍ୟ ସର୍ବନାମ କୁହାଯାଏ। ବ୍ୟକ୍ତିବାଚକ ସର୍ବନାମ ପଦଗୁଡ଼ିକରେ କଣ ଲାଗିଲେ ସେଗୁଡ଼ିକର ମୂଳ ରୂପ ବା ଆକୃତିରେ ପରିବର୍ତ୍ତିତ ହୋଇଥାଏ? ତ ବିଭକ୍ତି ଲାଗିଲେ। ବ୍ୟକ୍ତିବାଚକ ସର୍ବନାମର ଅପରିବର୍ତ୍ତିତ ମୂଳ ରୂପକୁ କଣ କୁହାଯାଏ? ତ ରାଇଟ୍ ଆନ୍ସର ହେଇଯିବ ଅପସନ ନମ୍ବର ଡି
A and C। ବ୍ୟକ୍ତିବାଚକ ସର୍ବନାମର ପରିବର୍ତ୍ତିତ ମୂଳ ରୂପକୁ କଣ କୁହାଯାଏ? ତାକୁ ପରୋକ୍ଷ ରୂପ ବୋଲି କୁହାଯାଏ ଏଣ୍ଡ ତିର୍ଯ୍ୟକ ରୂପ ବୋଲି ବି କୁହାଯାଏ। ବ୍ୟକ୍ତିବାଚକ ସର୍ବନାମର ମୂଳ ରୂପଟି ସର୍ବଦା ଡ୍ୟାଶ ବିଭକ୍ତିର ରୂପ ହୁଏ। ପ୍ରଥମା ବିଭକ୍ତିର ରୂପ ହୁଏ। ବ୍ୟକ୍ତିବାଚକ ସର୍ବନାମର ତିର୍ଯ୍ୟକ ରୂପଟି ସର୍ବଦା ଡ୍ୟାଶ ବିଭକ୍ତିର ରୂପ ହୁଏ। ଚତୁର୍ଥୀ ବିଭକ୍ତିର ରୂପ ହୁଏ। ଯେଉଁ ସର୍ବନାମ ପଦ ବିଶେଷ ପଦଠାରେ ଗୁରୁତ୍ୱ ଆରୋପଣ ନିମନ୍ତେ ବ୍ୟବହୃତ ହୁଏ ତାହାକୁ କେଉଁ ସର୍ବନାମ କୁହାଯାଏ? ତାକୁ ଗୁରୁତ୍ୱ ଆରୋପକ ସର୍ବନାମ କୁହାଯାଏ। ପଞ୍ଚମ ଶ୍ରେଣୀରେ ଶୁଭ୍ରା ବୁଦ୍ଧିମତୀ, ସେହି ଶ୍ରେଣୀରେ ଅନ୍ୟମାନେ ସେପରି ନୁହନ୍ତି। କେଉଁ ପଦ ବଦଳରେ ସର୍ବନାମ ପଦଟି ବସିଛି? ତ ବିଶେଷଣ ପରିବର୍ତ୍ତେ। ଗତ ବର୍ଷ ଛାତ୍ରଛାତ୍ରୀ ବଣଭୋଜି ପାଇଁ ଯାଇଥିଲେ, ମାତ୍ର ଏବର୍ଷ ସେମାନେ ତାହା କଲେ ନାହିଁ। ତାହା କେଉଁ ପ୍ରକାର ସର୍ବନାମ? ତାହା ଏକ ବିଶେଷ୍ୟ। ଶୁଭକାନ୍ତ ମିଛ କୁହେ ନାହିଁ, ଏହା ସମସ୍ତେ ଜାଣନ୍ତି। ଏହା ଗୋଟିଏ କଣ? ପୂର୍ଣ୍ଣ ବାକ୍ୟ। ରଘୁଟା ଏକ ଶିଙ୍ଗିଆ ମାତ୍ର ତ୍ରୁଟି ସେମିତି ନୁହେଁ। ସେମିତି ଗୋଟିଏ ଖଣ୍ଡବାକ୍ୟ। କେଉଁ ସର୍ବନାମ ଚିହ୍ନ ତାକୁ ଜଣେଇବା। ଆପଣ ଜଣେ ଭଦ୍ରଲୋକ। ଆପଣ ଗୋଟିଏ ବ୍ୟକ୍ତିବାଚକ ସର୍ବନାମ। ସୁର ଓ ବୀର ଉଭୟ ଏକା ଶ୍ରେଣୀରେ ପଢ଼ନ୍ତି। ଉଭୟ ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ତୁମେମାନେ ଏପରି କାମ କରିବ ନାହିଁ। ତୁମେମାନେ ଗୋଟିଏ ବ୍ୟକ୍ତିବାଚକ ସର୍ବନାମ। କାହା ବିଷୟରେ ସେ ଲେଖିଛନ୍ତି? କାହା ଗୋଟିଏ ପ୍ରଶ୍ନବାଚକ ସର୍ବନାମ। ଇଏ ଆସୁଛି। ଇଏ ଗୋଟିଏ ନିର୍ଦ୍ଦେଶାତ୍ମକ ସର୍ବନାମ। ପ୍ରଧାନ ଶିକ୍ଷକ ଯେପରି କହିଛନ୍ତି ସେ ସେପରି କରୁଛି। ଯେପରି ସେପରି ଗୋଟିଏ ଆପେକ୍ଷିକ ସର୍ବନାମ। ନୀଳିମା ଆପେ ଗାଇ ଶିଖିଲା। ଆପେ ଗୋଟିଏ ଗୁରୁତ୍ୱ ଆରୋପକ ସର୍ବନାମ। ହେଲେ ପ୍ରତ୍ୟେକଙ୍କର ସ୍ୱଭାବ ଅଲଗା ଅଲଗା। ପ୍ରତ୍ୟେକଙ୍କର ନିର୍ଣ୍ଣାୟକ ସର୍ବନାମ। ଆପେ ଏ କାମ କରିଛୁ। ଆମେ ବ୍ୟକ୍ତିବାଚକ ସର୍ବନାମ। ଗୀତା ନିଜେ କହିଲା। ନିଜେ ଗୋଟିଏ ଗୁରୁତ୍ୱ ଆରୋପକ ସର୍ବନାମ। ୟା କାମ ସରିଲା। ୟା ଗୋଟିଏ ନିର୍ଦ୍ଦେଶାତ୍ମକ ସର୍ବନାମ।
ଭାଣୀ ସ୍ୱୟଂ ଏହାକୁ ଲେଖିଛି। ସ୍ୱୟଂ ସ୍ୱୟଂ ଗୋଟିଏ ଗୁରୁତ୍ୱ ଆରୋପକ ସର୍ବନାମ। ତୋର ବୁଝିବାର ଥିଲା। ତୋର ତୋର ଗୋଟିଏ ବ୍ୟକ୍ତିବାଚକ ସର୍ବନାମ। ସକଳ ହୋଇ ଊର୍ଦ୍ଧ୍ୱମୁଖ ଡାକିଲେ ନାରାୟଣ ରଖ। ସକଳେ ସକଳେ ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ତୁମକୁ ଯାହା କରିବାକୁ ଦିଆଯାଇଛି ତାହା ହିଁ କର। ଯାହା ତାହା ତ ଆପେକ୍ଷିକ ସର୍ବନାମ। ଏଇଟା କାହାର ବହି? କାହାର କାହାର ଗୋଟିଏ ପ୍ରଶ୍ନବାଚକ ସର୍ବନାମ। ଯାହା ଯେଉଁଠି ପାଇଲ ସବୁ ଏକାଠି ରଖ। ସବୁ ସବୁ ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ତୁମେ ନିଜେ ନିଜକୁ ଚିହ୍ନ। ନିଜେ ନିଜକୁ ଆତ୍ମବାଚକ ସର୍ବନାମ। ଏମିତି କଥା ନାହିଁ ଯାହାକୁ ସେ ଜାଣିନାହିଁ। ଏମିତି ଯାହାକୁ ସମୁଚ୍ଚୟ ସର୍ବନାମ। ବନ୍ଧ ଭାଙ୍ଗିବାର ଥିଲା ତାହା ହିଁ ଘଟିଛି। ତାହା ହିଁ ନିର୍ଣ୍ଣାୟକ ସର୍ବନାମ। ତାଙ୍କୁ ଯେତେ ପ୍ରଶଂସା କରି କହିବୁ ସେ ସେତେ କରିବେ। ଯେତେ ସେତେ ଆପେକ୍ଷିକ ସର୍ବନାମ। ମଧୁ ଆପେ ଆପଣଙ୍କୁ ସଂଶୋଧନ କରୁ। ଆପେ ଆପେ ଗୋଟିଏ ଆତ୍ମବାଚକ ସର୍ବନାମ। ସେ ଯାହା ଯାହା ଅର୍ଜିଥିଲେ ସମସ୍ତ ହରାଇଛନ୍ତି। ସମସ୍ତ ସମସ୍ତ ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ଏମିତି ପାଠକ ନାହାନ୍ତି ଯେ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିନାହିଁ। ଏମିତି ଯେ ସମୁଚ୍ଚୟ ସର୍ବନାମ। ଯାହାର ମନ ଯେତେ ଯାହାର ମନ ଯେଡ଼େ ତାହାର ପ୍ରଭୁ ତେଡ଼େ। ଯାହାର ତାହାର ଏହା ଏକ ଆପେକ୍ଷିକ ସର୍ବନାମ। ତା କଥା ମୋତେ କହନା। ତା ତା ଗୋଟିଏ ନିର୍ଦ୍ଦେଶାତ୍ମକ ସର୍ବନାମ। ଯିଏ ଯେମିତି କରିଥାଏ ସିଏ ସେମିତି ଫଳ ପାଇଥାଏ। ଯିଏ ସେମିତି ତ ଏହା ଏକ ଆପେକ୍ଷିକ ସର୍ବନାମ। ବିଦ୍ୟାଳୟରେ ଯେତେ ପ୍ରକାରର କାମ ଅଛି ସୁର ସମସ୍ତ କରିପାରେ। ସମସ୍ତେ ସମସ୍ତ ସମସ୍ତ ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ଏ ଲୋକଟି ଚରିତ୍ରବାନ। ଏ ଗୋଟିଏ ନିର୍ଦ୍ଦେଶାତ୍ମକ ସର୍ବନାମ। କ୍ୱେଶ୍ଚନ ନମ୍ବର 89। ବୀରକୁ କିଛି ଭଲରେ ଜଣା ନାହିଁ। କିଛି କିଛି ଗୋଟିଏ ନିର୍ଣ୍ଣାୟକ ସର୍ବନାମ। ଯେପରି କର୍ମ ସେପରି ଫଳ। ଯେପରି ସେପରି ଆପେକ୍ଷିକ ସର୍ବନାମ। ଭବିତବ୍ୟ ଯାହା ଅବଶ୍ୟ ଘଟିବ କେ କରିପାରିବ ଆନ। କେ ଯାହା ଆଉ କେ ଗୋଟିଏ ସମୁଚ୍ଚୟ ସର୍ବନାମ। ପଣ୍ଡିତ ଜବାହରଲାଲ ନେହେରୁ ଜଣେ
ପ୍ରବୀଣ ରାଜନୈତିଜ୍ଞ ଥିଲେ। ଆଜି ଲୋକେ ଏହା ସ୍ୱୀକାର କରୁଛନ୍ତି। ଏହା ଗୋଟିଏ ନିର୍ଦ୍ଦେଶାତ୍ମକ ସର୍ବନାମ। ଯେ କାମରେ ମନ ଲଗାଏ ସେ ନିଶ୍ଚିନ୍ତ ଭଲ ଫଳ ପାଏ। ଯେ ସେ ଆପେକ୍ଷିକ ସର୍ବନାମ। କୁନ୍ତୀ କହିଲେ ଯାହା ଆଣିଛ ସଭିଏଁ ବାଣ୍ଟି ନିଅ। ସଭିଏଁ ନିର୍ଣ୍ଣାୟକ ସର୍ବନାମ। ପିତା ଚତୁର କିନ୍ତୁ ପୁତ୍ର ସେପରି ନୁହେଁ। ସେପରି ଗୋଟିଏ ନିର୍ଣ୍ଣାୟକ ସର୍ବନାମ। କବି ଜୟଦେବ ଜଗନ୍ନାଥଙ୍କର ପରମ ଭକ୍ତ। ଏହା କାହାକୁ ଅଜଣା ନାହିଁ। ଏହା ଏଠି ନିର୍ଣ୍ଣାୟକ ସର୍ବନାମ। ବଗିଚା କାମ, ଘର କାମ, ପାଠ କାମ ଯେଉଁ କାମ ଦିଆଯାଉ ସୁର ସବୁ କରିପାରିବ। ସବୁ ଏଠି ନିର୍ଣ୍ଣାୟକ ସର୍ବନାମ। ଈଶ୍ୱର ଦୟାଳୁ ସେ ସର୍ବ ମଙ୍ଗଳକାରୀ। ସେ ଏଠି ନିର୍ଣ୍ଣାୟକ ସର୍ବନାମ। ବିଭୀଷଣ ଧାର୍ମିକ ଥିଲେ ମାତ୍ର ରାବଣ ତାହା ନଥିଲେ। ତାହା ଏଠି ନିର୍ଣ୍ଣାୟକ ସର୍ବନାମ। ଏହାକୁ କିଏ ସେ ନେଲା? କିଏ ସେ ଏଠି ଯୁଗ୍ମ ସର୍ବନାମ। କ୍ୱେଶ୍ଚନ ନମ୍ବର 101। ଆଗନ୍ତୁକ ନିଜେ ଉଠି ପରିଚୟ ଦେଲେ। ନିଜେ ଗୋଟିଏ ଆତ୍ମବାଚକ ସର୍ବନାମ। ଚାକିରିଟିଏ ହେବାର ଥିଲା ତାହା ହିଁ ଘଟିଛି। ତାହା ହିଁ ଏଠି ନିଶ୍ଚୟବାଚକ ସର୍ବନାମ। ସେ ଯାହା ଅର୍ଜିଥିଲେ ସମସ୍ତ ହରାଇଛନ୍ତି। ସମସ୍ତ ଏଠି ନିର୍ଣ୍ଣାୟକ ସର୍ବନାମ। ମଧୁ ଆପେ ଆପଣଙ୍କୁ ସଂଶୋଧନ କରୁ। ଆତ୍ମବାଚକ ସର୍ବନାମ। ଯେ ମନ ଲଗାଇ ପାଠ ପଢେ ସେ ନିଶ୍ଚୟ କୃତିକାର୍ଯ୍ୟ ହୁଏ। ଯେ ଆଉ ସେ ଆପେକ୍ଷିକ ସର୍ବନାମ। କାହାକୁ ପ୍ରଥମେ ଡାକିବ? କାହାକୁ? ପ୍ରଶ୍ନବାଚକ ସର୍ବନାମ। ସେହି ଗୁଡ଼ିକୁ ଫିଙ୍ଗି ଦିଅ। ସେହି ଗୁଡ଼ିକ ନିର୍ଦ୍ଦେଶାତ୍ମକ ସର୍ବନାମ। ତତେ କିଏ ସମ୍ଭାଳିବ? କିଏ? ପୁରୁଷବାଚକ ସର୍ବନାମ। ତୋର ବୁଝିବାର ଥିଲା। ତୋର ପୁରୁଷବାଚକ ସର୍ବନାମ। ଏହା ସତ ହେବ। ଏହା ନିର୍ଦ୍ଦେଶାତ୍ମକ ସର୍ବନାମ। ୟାଙ୍କୁ ତାଙ୍କୁ ଆଣିବୁ ନାହିଁ। ୟାଙ୍କୁ ଆଉ ତାଙ୍କୁ ନିର୍ଦ୍ଦେଶାତ୍ମକ ସର୍ବନାମ। କେଉଁଠି ଠିକ୍ ବାଟ? କେଉଁଠି ପ୍ରଶ୍ନବାଚକ ସର୍ବନାମ। ତୁମକୁ ଯାହା କରିବାକୁ ଦିଆଯାଇଛି ତାହା ହିଁ କର। ତାହା ହିଁ ଆପେକ୍ଷିକ ସର୍ବନାମ। ପ୍ରତ୍ୟେକଙ୍କର ସ୍ୱଭାବ ଗୁଣ ଅଲଗା ଅଲଗା। ପ୍ରତ୍ୟେକଙ୍କର ନିର୍ଣ୍ଣାୟକ ସର୍ବନାମ। ଅପର ଲୋକଙ୍କ କଥାରେ ଯାଅ ନାହିଁ। ଅପର
ନିର୍ଣ୍ଣାୟକ ସର୍ବନାମ। ମୋ ଜୀବନ ଯାଉ ହେଲେ ଛୁଆମାନେ ସୁଖରେ ରୁହନ୍ତୁ। ମୋ ସମୁଚୟ ସର୍ବନାମ। ଏମିତି କଥା ନାହିଁ ଯେ କହି ନାହିଁ। ଏମିତି ଆଉ ଯେ ସମୁଚୟ ସର୍ବନାମ। ସେମାନେ ଗ୍ରାମବାସୀ। ସେମାନେ ବ୍ୟକ୍ତିବାଚକ ସର୍ବନାମ। ତୁମେ ବ୍ୟାୟାମ କର। ତୁମେ ବ୍ୟକ୍ତିବାଚକ ସର୍ବନାମ। ଭାବବୋଧକ ଏକାଧିକ ବାକ୍ୟର ସମଷ୍ଟିକୁ କଣ କୁହାଯାଏ? ଅନୁଚ୍ଛେଦ ବୋଲି କୁହାଯାଏ। ସଫଳ ଅନୁଚ୍ଛେଦରେ ନିର୍ଦ୍ଦିଷ୍ଟ ପଦର ବାରମ୍ବାର ବ୍ୟବହାର କାହାକୁ ଦୁର୍ବଳ କରିଦିଏ? ଭାବାର୍ଥକୁ। କେଉଁ ପ୍ରକାର ସର୍ବନାମରେ ଗୋଟିଏ ସର୍ବନାମ ପଦକୁ ଛାଡ଼ି ଅନ୍ୟଟି ବାକ୍ୟାର୍ଥ ବୁଝାଇବାରେ ଅସମର୍ଥ ହୋଇଥାଏ? ସମ୍ବନ୍ଧବାଚକ ସର୍ବନାମରେ। ୟା କାମ ସରିଗଲା ସର୍ବନାମଟି କେଉଁ ପ୍ରକାରର? ନିର୍ଦ୍ଦେଶାତ୍ମକ ସର୍ବନାମ। ପୁରୁଷବାଚକ ସର୍ବନାମର ମୂଳ ରୂପଟି ସର୍ବଦା କେଉଁ ବିଭକ୍ତିର ରୂପ ହୁଏ? ପ୍ରଥମା ବିଭକ୍ତିର ରୂପ ହୁଏ। ବିଭକ୍ତି ଚିହ୍ନ ଲାଗିଲେ ମୂଳ ରୂପ ସର୍ବନାମ ବଦଳିଯାଏ। ଠିକ୍ ନା ଭୁଲ? ଠିକ୍। ଅମିତ ମିଛ କୁହେ ନାହିଁ ଏହା ସମସ୍ତେ ଜାଣନ୍ତି। ଏହା ଗୋଟିଏ କେଉଁ ପ୍ରକାର ବଦଳରେ ବସିଛି? ପୂର୍ଣ୍ଣବାକ୍ୟ। ନିର୍ଦ୍ଦିଷ୍ଟ ପଦର ବାରମ୍ବାର ବ୍ୟବହାର ଫଳରେ ଡ୍ୟାଶ ହୋଇଥାଏ। The right answer is D. ସେ କ୍ରିକେଟ ମ୍ୟାଚ ଦେଖୁଥିଲେ। ସେ ସର୍ବନାମ ପଦଟି କେଉଁ ଅର୍ଥରେ ବ୍ୟବହୃତ? ସମ୍ମାନ ଅର୍ଥରେ। ତିର୍ଯ୍ୟକ ରୂପଟି ସର୍ବଦା କେଉଁ ରୂପ ହୁଏ? ଚତୁର୍ଥୀ ରୂପ ହୁଏ। ରଜ୍ଜୁ ରୂପ କେଉଁଟି? ତୁମ। ବନ୍ଧ ଭାଙ୍ଗିବାର ଥିଲା ତାହା ହିଁ ହେଲା ସର୍ବନାମଟି କେଉଁ ପ୍ରକାରର? ନିର୍ଣ୍ଣୟବାଚକ ସର୍ବନାମ। ବିଶେଷ୍ୟ ପଦର ବାରମ୍ବାର ବ୍ୟବହାର ସ୍ୱରଟି ବଟୁ କଣ କରାଏ? ଠିକ୍। କେଉଁଠି ଅଲଗା ଦର୍ଶାଅ? ଇଏ। ଏକ ବା ଏକାଧିକ ନାମବାଚକ ପଦ ବଦଳରେ ସର୍ବନାମ ବ୍ୟବହାର କରାଯାଏ। ଠିକ୍ ନା ଭୁଲ? ଠିକ୍। ବିଶେଷ୍ୟ ପଦ ପରି ସର୍ବନାମ ପଦ ବିଭକ୍ତି ଗ୍ରହଣ କରିନଥାଏ। ଠିକ୍ ନା ଭୁଲ? ଭୁଲ। ସର୍ବନାମ କେଉଁ ପଦର ଏକ ବିକଳ୍ପ ଉପଶ୍ରେଣୀକୁ ବୁଝାଏ? ବିଶେଷ୍ୟ ପଦକୁ। କେଉଁଟି ଭିନ୍ନ ଅଟେ? ସେଇ। ସର୍ବ କହିଲେ କଣ ବୁଝାଏ? ନାମ ବା ସଂଜ୍ଞା।
ବାକ୍ୟରେ ବ୍ୟକ୍ତିବାଚକ ବିଶେଷ୍ୟ ପଦ ସେହି ପଦର ସୁଅନୁକାରୀ ପଦ ଭାବେ ବ୍ୟବହୃତ ହେଲେ କେଉଁ ସର୍ବନାମ ହୁଏ? ଆତ୍ମବାଚକ ସର୍ବନାମ। କେଉଁ ପଦ ଅନୁସାରୀ ବାକ୍ୟ ବା ବାକ୍ୟାଂଶ ବଦଳରେ ହୁଏ ତାକୁ କେଉଁ ପ୍ରକାର ସର୍ବନାମ କୁହାଯାଏ? ତାକୁ ବିଶେଷ୍ୟ ବୋଲି କହନ୍ତି। ତ 140ଟି MCQ ଡିସ୍କସନ କଲେ ଓଡ଼ିଆ ଗ୍ରାମାର ଟପିକ ଥିଲା ସର୍ବନାମ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନଥିଲେ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ। ଏହାର PDFକୁ ଡାଉନଲୋଡ୍ କରିବା ପାଇଁ ଟେଲିଗ୍ରାମ ଗ୍ରୁପର ଲିଙ୍କ ଡିସ୍କ୍ରିପ୍ସନ ବକ୍ସରେ ରହିଛି, ସେଠୁ ଯାଇ ଜଏନ୍ ହୋଇ ଡାଉନଲୋଡ୍ କରିପାରିବେ।